जय जगन्नाथ सामने जय जगन्नाथ सब नमस्कार मो राहुल स्वागत कर आउ गोटे भिडियो आज हूँ मार्च मास 21 तारिख आज पाखु आरंभ होशा सरकार तरफ आज सब गाड़ी उपर सब नियम आरंभ हो हेलमेट चालाण फलाण सब आज हम लाइसेंस ग्रीन स्टिकर सब हम मोर तो सब तो मोर ग्रीन स्टिकर देना मोर तो पीयूसी अच्छी किस 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 कहूँ चलो आरंभ करें आज वीडियो नुआ तो चैनल सब्सक्राइब वीडियो को लाइक निहाती करेंगे सकाल उठी ट्यूशन सारिक मुझे ठाकुर पूजा कर आज ठाकुर पूजा बहुत सुंदर है कहीं देख आज बाबू पूरा फुल सजे आज गुड़ाए फुल आसला आज पाग टे वर्षा पाग अच्छे टे पूरी हो तो भल फुल तरकारी तरकारी देखा छोला तरकारी काबुली काबुली छोला फुली लाली राति सारा तार चली वर्षा उदा आज सुपर सुपर चलती बड़ जोर हो ना असला असर टे हो चली मटी तो उदा अच्छी कंचेब सब मदरंगा पिताकमा सब कंचेब छेली सब बुड़ी बाड़ सब बाड़ मेला गछ गछ कटाई सब बाड़ मेला छेली गुरु सब पशुंट किसी गछतर लगाई जहाँ खाऊ खाई जाओ किसी टेंशन ना पाग पूरा ठंडा पाग अच्छी देखा बेल पड़ी ना गोटे जहाँ पड़ी बेल देखा पणा फणा कर मिले करदे अच्छी अच्छी बेल अच्छी ट्यूशन छान आसिक मो बड़ गोटे आंकुश टाइप करी ताकू भांगी दीजिए तार गोटे 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 पड़ी आउ गोटे भांगिक लगी बदमाशिया छुआ बस आंब भी जहाँ ठाकुर दयार भल अच्छी जना पड़ो कौन हो चलो खाइबा भोक लगे मत सका उठिकी गाधे पूजा पाठ करने भल लगे आपण जब भल लगे तो कमेंट करके जन सका उठी गाधे पड़े दिन सारा टेंशन फ्री गुगु ए बुची तो निजे निजे पाकड़ फिंगदेला वीडियो रे खियोनी तो खाई दौच माँ तो धरा से को चित्ता चटनी माछ भजा चलती रुबी तमर माछ भजा चल पेटी पिछ मरल बुझली से फिरिक आने से फिरिक आने कहीं पेटी पिस बाहर अलग माछ भाला पेटी पिस बाहर फिरिक आड़े बाहर आई लाइक पेटी पिस पता ना कहीं अंटा खाई ना सका माछ सहित पखाड़ माछ सहित पखाड़ा मस्त ना सका ब्रेकफास्ट हूँ 10:30 बेले गोटे ब्रेकफास्ट हेवी ब्रेकफास्ट गुगु तू कौटार खेलू डिसाइड करूँ ना से क्रोकोडाइल को धरी खेलुची पाटर पड़े अरे पांडा पड़ी कुकुर पड़ी भालू पड़ी गोटे टीआ पड़ी केते टीआ गोटे पड़ी गोटे दीटा पक्षी पड़ी
କ'ଣ ସେ କୁମ୍ଭୀରଟାକୁ ଧରିକି ପାଠ ପୁରଉଛୁ ଡିସାଇଡ୍ ଗୋଟେ ଖେଳିବ କନଫ୍ୟୁଜ୍ ହଁ ମାତି ପାଗିଳି ହଉ 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 ସାଙ୍ଗମାନେ କାଲି ବ୍ଲଗ୍ ଆରମ୍ଭ କରିତେ କାଲି ପୂରଣ କରିପାରିଲିନି ମାନେ କାଲି ଥିଲା ହେଉଛି କେତେ ତାରିଖ 21 ତାରିଖ କାଲି ଥିଲା କାଲି ସକାଳୁ ଯେଉଁ ପୁରୀଟା ଖାଇଦେଇକି ତ କ'ଣ ହେଇଗଲା ମୁଁ ଦିନ ସାରା କାଲି ଶୋଇଛି ଆଉ ଶରୀର ପୁରାପୁରି ଅସୁସ୍ଥ ହେଇଗଲା ଦିନ ସାରା ପୁରାପୁରି ଦେହଟା ପୁରା ଭଲ ଲାଗିଲା ବାନ୍ତି ଉଠେଇଲା ପୁରାପୁରି ତ 2 ଦିନ ଗୋଟେ ଭିଡ଼ିଓ ମୋତେ ଲାଗୁଛି ହେବ ଆଜି ହେଉଛି ରବିବାର କାଲି ଥିଲା ଶନିବାର ଆଜି ହେଉଛି ରବିବାର ଚାଲ କାଲିର ଭିଡ଼ିଓକୁ ଆଜି କଣ୍ଟିନ୍ୟୁ କରିବା ଯାହା ଘରେ ସବୁ ଛୋଟ ଛୁଆ ଅଛନ୍ତି ସେମାନେ ଟିକେ ଦେଖିକି ଜଗି ରଖି ଟିକେ ରହୁଥିବେ କାରଣ ପିଲା ଆମେ ବି କାରଣ ମନରେ ଭୟ ପ୍ରବଳ ସୃଷ୍ଟି ହେଉଛି ଯେ ଛୁଆ ଦ୍ୱାରା ସବୁ ବହୁତ ସାରା ବୁଲୁଛନ୍ତି ଆମ ଏଇ 2 ଦିନ କାଲି ଯଦି ଆମ ଏଇ ଝାରତା ଯେଉଁ କୁରୁଣିଆ ଝାରତା ତାଳକୁରୁଣିଆ ଝାରତା ଆମ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ଯେଉଁ ତାଳକୁରୁଣିଆ ଝାରତା ଅଛି ସେଇଠି କୁଆଡ଼େ ଛୁଆ ଦ୍ୱାରା ସବୁ ଧରା ପଡ଼ିଛନ୍ତି 3 ଜଣ ଆସିଥିଲେ ସେ ଫାଙ୍କା ଘର ବିଲ ଫାଙ୍କାର ଘର ତାଙ୍କର ଘରେ ଥିଲା ସେ ବନ୍ଧୁ ଛୁରା ପୁରା ସବୁ ନେଇକି ଆସିଥିଲେ କବାଟ ବାଡ଼େଇଲେ କହିଲେ ଯଦି ତୁମେ ଯଦି କବାଟ ନ ଖୋଲିଲେ ଆମେ ତ କବାଟ ଜାଳି ଦେବୁ ଘରେ ନେଇ ଆଣିଲୁ ଦୁନିଆ କ'ଣ ହେଇଥିଲା ତ ସେ ଯାଉ ତା ବାପାକୁ କଲ୍ କରିବା ଦ୍ୱାରା ହେଉଛି ସେ ଆସିକି ପୁଣି ଯାଉ ସେ ଧରାଧରି ପିଟାପିଟି କରିଥିଲେ ଯେମିତି ହଉ ତାକୁ ହେଇଥିଲା କଥା ତ ସିଷ୍ଟମ୍ ଇଏ ହେଉଛି ଯେ ଛୁଆ ଧରା ସବୁ ମାଗୁଛନ୍ତି କ'ଣ ପାଇଁ ଛୋଟ ଛୁଆଙ୍କୁ ସବୁ ନେଇଯାଉଛନ୍ତି ମୋର କିଛି ବୁଝା ପଡ଼ୁନି ହେଲା କି ସେମାନେ ଯଦି ଛୁଆଙ୍କୁ ହେଉଛି ଛୁଆଙ୍କୁ ବିକି ଦେଉଥିବେ ନହେଲେ ତାଙ୍କର ଅଙ୍ଗର ଯେଉଁ ବିଜନେସ୍ ଗୁଡ଼ା ହୁଏ ସେ ହେଉଥିବେ କରୁଥିବେ ଛୋଟ ଛୁଆଙ୍କୁ ନେଇକି ବଟ୍ ତାଙ୍କ ପଛରେ ତ ମାନେ ନର୍ମାଲ ଲୋକ ତ ଛୁଆର ଅଙ୍ଗ ପ୍ରତ୍ୟଙ୍ଗ କାଢ଼ି ପାରିବେନି ତାଙ୍କ ସହିତ କୌଣସି ଡକ୍ଟରର ମାନେ ଥିବ ଗୋଟେ ତସ୍କରୀ ସବୁ ହେଉଛି ଆଜିକାଲି ହ୍ୟୁମାନ୍ ଟ୍ରାଫିକିଂ ସବୁ ହେଉଛି ମନ୍ଦିର ଭୟ ଖେଳ ସୃଷ୍ଟି ହେଉଛି କ'ଣ କରିବା ଆଜିର ସ୍ପେଶାଲ କ'ଣ ଘାଣ୍ଟ ତ ହେଇଗଲା ପୁଇ ମାଛ ଘାଣ୍ଟ ହେଇଗଲା ଆଉ ତାପରେ କ'ଣ ହବ କଣ୍ଟିଆ କଷା ହବ ତାହେଲେ କଣ୍ଟିଆ କଷା ରେସିପିଟା ଆଜି ଦେଖେଇଦେବା ନା କିଛି କହୁଛ ବହୁତ ଦିନ ହେଲା କଣ୍ଟିଆ କଷା ରେସିପି ଦେଖା ହେଇନି ଦେଖେଇଦେବା ଆଜି ବ୍ଲଗ୍ରେ ଆଉ ଓକେ କ'ଣ ମସଲା ବାଟିବ ଇଏ ହେଉଛି କଣ୍ଟିଆ ମାଛ କି ପୁରା ପିସ୍ କରି କଟା ହେଇକି ରାଉଣ୍ଡ ପିସ୍ ହେଇଛି ଏ ତ ଶିଳା ମାଛ ବଡ଼ି ହେଉଛି କଣ୍ଟିଆ ଯୋଉଟା କଷା ହେବ ଏ ତ ଭଜା ହେବ ରାଉଣ୍ଡ ପିସ୍ ହେଇକି କଟା ହେଇଛି ଆଉ ଖାଲି କଷାଟା ହେବ ଭଲ ଲାଗିବ ଚିକେନ୍ ଭଳିଆ କଞ୍ଚା ପଡ଼ିଲା ତେଲ ପିଆଜ ମସଲା ଅଦା ରସୁଣ ପେଷ୍ଟ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ ରୋଷେଇ ଦିନ ଗୋଟେ କରିପାରୁନି ଟମାଟୋ ଆଉ ଏବେ ଫେସବୁକ୍ ତ ଯାହା କଲାଣି ଲୋକଙ୍କୁ କ୍ରିଏଟର ମାନଙ୍କୁ ସବୁ କାଙ୍ଗାଳ କରି ସାରିଲାଣି ଆଉ କ'ଣ କରିବ ଆଜି ୟୁଟ୍ୟୁବରେ ଧ୍ୟାନ ଦେତେ ପଡ଼ିବ ଟିକେ ଆଉ ସିକ୍ରେଟ ମସଲା କହିଲା ସିକ୍ରେଟ ମସଲା ମସଲା ହେଇଗଲା ଆଗରୁ କେତେ ରୋଷେଇ ଭିଡ଼ିଓ ପଡ଼ୁଥିଲା ନୂଆ ଆଇଟମ୍ ସବୁ କରି ପକାଉଥିଲେ ତ ଗୋଟେ ବେଷ୍ଟ ଗୋଟେ ଆମର ହେଇଥିଲା ବିହାରୀ ଚିକେନ୍ ଗୋଟେ କରିଥିଲେ ନାଇଁ କି ମନେ ଅଛି ନା ବିହାରୀ ଚିକେନ୍ ସେଇଟା ହଁ ସେଇଟା ତାରି ରୋଷେଇ ମସ୍ତ ହେଇଥିଲା ଆମେ ଯେତେ ଗୁଡ଼ାକ ରୋଷେଇ ମାନେ ରେସିପି କରିକି ପକେଇଛୁ ତା ସବୁଠାରୁ ବେଷ୍ଟ ରୋଷେଇ ଯଦି ହେଇଥାଏ ଗୋଟେ ବିହାରୀ ଚିକେନ୍ ଥରେ କରିଥିଲେ ମାନେ ହେଇଗଲାଣି ବର୍ଷ 1.5 ବର୍ଷ କି ବେଶୀ 2 ବର୍ଷ ଉପରେ ମାନେ ଏବେ ଫାଷ୍ଟ ଗୋଟେ ଆସିଥିଲି ସେତେବେଳେ ତା ଟେଷ୍ଟ ମୋର ଆଜି ମୋତେ ବି ମନେ ଅଛି ହେଲା କି ସେଇଭଳିଆ ଟେଷ୍ଟ ଚିକେନ୍ କେବେ ମୁଁ ଖାଇନି ମସ୍ତ ଲାଗିଲା ବିହାରୀ ଚିକେନ୍ ଦେଖି ଆଉ ଥରେ ଆମ ବନେଇଥିଲ ନା ଦେଖି ଆଉ ଥରେ ତାକୁ ବନେଇବା ଆଉ ନା ମାମା କହିଥିଲେ ତମେ ବନେଇଥିଲ ବିହାରୀ ଚିକେନ୍ ସେଇଟା ଦେଖି ଆଉ ଥରେ ବନେଇବା
ଏବେ ପଡ଼ିଗଲା କଣ୍ଟିଆ ପୁରା ରାଉଣ୍ଡ କଣ୍ଟିଆଟା ବଡ଼ ବଡ଼ କଣ୍ଟିଆ ଥିଲା ନା ରାଉଣ୍ଡ ରାଉଣ୍ଡ ପୁରା ମସ୍ତ ହେଇଛି ଗୋଟେ ମାନେ ଗୋଟେ ପିସ୍ କାଢ଼ିକି ଦେଖିଲ ରାଉଣ୍ଡ ପିସ୍ ଗୋଟେ ଗୋଟେ ଛୋଟଟେ ଗୋଟେ ବଡ଼ଟେ କାଢ଼ି ଦେଖିନି ଏର ପୁରା ମାଂସ ମାନେ ମାଂସଳ ଯୁକ୍ତ ଗୁଡ଼ାକ ଗୋଟିଏ କଣ୍ଟା ତ ଭଲ ଲାଗେ ବାସ୍ ଖାଇଦେବୁ ଦୁଇଟା ପିସ୍ ଗୋଟେ ପୁରା ମନ ଖୁସି ହେଇଯିବ। ରାତି ବେଳକୁ କ'ଣ ହେବ ପନିରଟା ଆଣିଛି କରିଦେବ ଆଉ ବାପାଙ୍କ ପାଇଁ ବାପା ଟିକେ ଖାଆନ୍ତିନି ଆଇଁଷ ଆଇଁଷ ଠିକ୍ସେ ତାଙ୍କର ପନିର ଆମର ଖାଇବା ରେଡ଼ି ଦ୍ୱିପହରେ ପୁଇ ଘାଣ୍ଟ ମାଛ ମୁଣ୍ଡ ଘାଣ୍ଟ କଣ୍ଟିଆ କଷା ତା ସହିତ ଭାତ ଆଉ ନା କିଛି ଅଛି ଖାଇଦେବା ଖାଇଦେଇ ପୁଣି ଭିଡ଼ିଓ କଣ୍ଟିନ୍ୟୁ କରିବା ଖାଇଲା ବେଳେ ଦେଖିବାନି କିନ୍ତୁ ଏଥିରେ କ'ଣ ବସୁଛି ହଉ ଆମ ଛୁଆ ପାଇଁ ସିଝା ବସୁଛି ତ ଫ୍ରେଣ୍ଡସ୍ ଏବେ ଟାଇମ୍ ହେଇଛି 6:05 ହେଇଛି ହେଲା 6:05 ହେଇଛି ରୁବି ବସି ଯାଇଛନ୍ତି ଟିଭି ପାଖରେ ଟିଭି ଗନେଇକି କାରଣ ଆଜି ଆମ ଟିଭିରେ ଦେଉଛି ବୋଉ ବୁଟୁ ଭୂତ ତ 4-5 ହେଲା କଣ୍ଟିନ୍ୟୁଅସଲି ଅପେକ୍ଷା କରି ବସିଛନ୍ତି ଯେ ମୁଁ ଦେଖିବି ବୋଲି ଆକ୍ଚୁଆଲି ଭଲ ଲାଗୁଛି ମାନେ ତା ଷ୍ଟାର୍ଟିଂରୁ ଯେଉଁ ସିନେମାଟୋଗ୍ରାଫି ଯେଉଁ କରାଯାଇଛି ଭଲ ଲାଗୁଛି ଯେ ଏଇଭଳିଆ ମୁଭି ହିଁ ଦରକାର ଗୋଟେ ପ୍ରକାର କହିବାକୁ ଗଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଯେ ମାଟିକୁ ଲାଗିକି ମାନେ ନେଚରକୁ ଜଡ଼ିତ ଯେଉଁ ଫିଲ୍ମ ଗୁଡ଼ା ଯେମିତି ମାଲ୍ୟଗିରି ଦମନ ହେଉଛି ଆମର ଯେଉଁ ରାଣ୍ଡି ପନନ୍ତା ଏଟା ଗୋଟେ ବହୁଟ ଭୂତ ହେଲା କି ଏଇସବୁ ଫିଲ୍ମ ଗୁଡ଼ା କ'ଣ ହୁଏ ଲୋକମାନଙ୍କ ସହିତ ପ୍ରତ୍ୟେକ ଦିନ ଏସବୁ ଘଟେ ମାଟି ସହିତ ନେଚର ସହିତ ଜଡ଼ିତ ଫିଲ୍ମ ଗୁଡ଼ା କଲେ ଲୋକମାନଙ୍କୁ ଟିକେ ଆଟ୍ରାକ୍ଟ ଲାଗେ ଟିକେ ଆଦିବାସୀ ଟାଇପ୍ର ଲୁକିଂ ଯେଉଁ ଅଲଗା ପ୍ରକାର ରହିବ ସସ୍ପେନ୍ସ ରହିବ ଅଧିକ ଗୋଟେ ସସ୍ପେନ୍ସ ରହିବ ପ୍ରତ୍ୟେକ ମିନିଟ୍ର ସସ୍ପେନ୍ସ ହେଲେ ଯେ ଲୋକଙ୍କୁ ଭଲ ଲାଗିବ ମୋତେ ଭଲ ଲାଗିଲା ମୁଁ ଓଡ଼ିଆ ଫିଲ୍ମ ମାନେ କିଛି ବର୍ଷ ହେଲା ଦେଖୁନଥିଲି ବଟ୍ ଏବେ ଟିକେ ଟିକେ ଭଲ ଲାଗିଲାଣି ଏଇ ଟାଇପ୍ର କହିଲେ ଭଲ ଲାଗିବ ତ ଆମେ ବସି ଦେଖୁଛୁ ଯେ ନିର୍ଦ୍ଦେଶନା ଯିଏ ଜଗଦୀଶ ମିଶ୍ର ସେ ବି ଷ୍ଟାର୍ଟିଂରେ ଫାସି ଦେଖିବାକୁ କ'ଣ ନେବା ଲୋକେସନ୍ ଆଡ଼େ ବଢ଼ିଆ ବଢ଼ିଆ ନେଇ ଲୋକେସନ୍ ଭଲ ଲୋକେସନ୍ ନେଇଛନ୍ତି ହେଲା କି ଆଉ ହିରୋର ଗୋଟେ ଏଣ୍ଟ୍ରି ଯେମିତିକା ଗୋଟେ ଭଲ ଲାଗେ ହିରୋର ଏଣ୍ଟ୍ରି ବି ମସ୍ତ ଅଛି ଯେ ସେ ପୁରା ଖୁଆ ଉପରେ ଥିଲା ଭାବୁଥିଲା ତାପରେ ଯାଇକି ସେ ଆସିଲା ଭଲ ଲାଗୁଛି ବୋଉ ମାମା ଆସେ ସନ୍ଧ୍ୟାବେଳେ ଆମର ମାଂସ ଘୁଗୁନି ସହିତ ଭୁଜା ଆଳୁ ଚପ୍ ଗୋଳା ହେଇଛି ମାମା ବି ତାର ପଳେଇ ଯାଇଛି ଦୋକାନ ଦେଖିବ ବୋଲି ବୋଉ ବୁଟୁ ଭୂତ ସିଏ ବି ତାର ଖୁସି ବୋଉ କି ଖୁସି